नमस्कार सांग माने जय श्री जगन्नाथ। आज तो जानिबा पिता लगी पारे किंतु निराट सत्य कथा। गंगा निर्मल हेबा सत्ते शिवଙ୍କ कपाळକୁ शोभा देବାକୁ चाहुଥିଲେ। महिला माने एते सरल जे जोंठारे सम्मान पाइबे सेमाने अनंत काल ପାଇଁ सेठारे रहिथांती। शिक्षित पुरुष सबुबले स्त्रीर नजर सम्मानित होइकी रहिथाए, किंतु गोटे पाठशाठ पढ़ी स्त्री को गोटे पुरुष केबे भी सेतिकी भरपूर सम्मान दे न थाए। कथा टिके अबाग्या लागिपारे किंतु सत कथा। एबे कलिजुगर समय चलीछि, अनावश्यक भल हुंतु नहीं। जीए जो भाषा बुझुची ताको ठीक सही भाषा बुझातु, नहले से आपन को रे शासन करिवे। बुद्धि समस्तଙ୍କ पाखरे अछि। आमे चतुर किंबा सचोट हेबा उचित कि ଏହା ଆମ ସଂସ୍କାର ଉପରେ ନିର୍ଭର କରିଥାଏ। ଚତୁରତା 4 ଦିନ ପାଇଁ ଉଜ୍ଜଳ ହୁଏ ଏବଂ ସଚୋଟତା ଆଜୀବନ ନିକଟରତା ରଖେ। ରୂପର କେବଳ ଆଖି ପର୍ଯ୍ୟନ୍ତ ପହଞ୍ଚିଥାଏ। ରୂପଟି କେବଳ ଆଖି ପର୍ଯ୍ୟନ୍ତ ପହଞ୍ଚିଥାଏ, କିନ୍ତୁ ଗୁଣ ମଣିଷର ଆତ୍ମାକୁ ବି ଜିତି ଦେଇଥାଏ, ଆତ୍ମାକୁ ବି ଜୟ କରିଦେଇଥାଏ। ମଣିଷର ଗୁଣ ଯିଏ ଅମୃତ ପିଇଥାନ୍ତି ତାଙ୍କୁ ଦେବ କୁହାଯାଏ, ଯିଏ ବିଷ ପିଇଥାନ୍ତି ତାଙ୍କୁ ମହାଦେବ କୁହାଯାଏ ଏବଂ ଯିଏ ପତ୍ନୀର କ୍ରୋଧକୁ ପିଇଥାନ୍ତି ତାଙ୍କୁ ପତିଦେବ ହିଁ କୁହାଯାଏ। ପ୍ରେମ ହେଉଛି ଗୋଟେ ବସ୍ ଯାତ୍ରା ଏବଂ ବିବାହ ଘର ହେଉଛି ଏକ ଔଷଧ ଯାତ୍ରା। ଯେତେବେଳେ ଆପଣଙ୍କୁ ଭୋକ ଲାଗିବ ଆପଣ ବସ୍ରୁ ଓହ୍ଲାଇ ପାରିବେ, କିନ୍ତୁ ବିମାନରୁ ନୁହେଁ। ପୁରୁଷମାନେ କେବେ ବି କୁହନ୍ତି ନାହିଁ ନିଜର ଯନ୍ତ୍ରଣା, ଅପମାନ, ଅସୁବିଧା, କିନ୍ତୁ ମହିଳାମାନେ ଦିନକୁ 2 ଥର ଭୋଜନ ପ୍ରସ୍ତୁତ କରିବାକୁ ସେମାନେ ନିଜକୁ ଚାକରାଣୀ ବୋଲି କହିଥାନ୍ତି। ସତ କଥା ସାଙ୍ଗମାନେ, ପୁରୁଷମାନେ କେବେ ବି ନିଜର ଯନ୍ତ୍ରଣା କାହା ଆଗରେ ବି କରୁନାହାନ୍ତି, ନିଜର କଷ୍ଟ କାହାକୁ କହିନାହାନ୍ତି, କିନ୍ତୁ କିଛି ଜଣ ମହିଳାମାନେ ଅଛନ୍ତି, ସମସ୍ତେ ନୁହଁ, କିଛି ଜଣ ମହିଳାମାନେ ସେମିତି କୁହନ୍ତି। ଆମେ ପିଲା ଥିଲାବେଳେ ବଡ଼ମାନଙ୍କ କଥା ମାନିବା ଆମର କଲଚର ଥିଲା, ଆମ ସଂସ୍କାର ଥିଲା। ଆମେ ବଡ଼ ହୋଇକି ଏବେ ପିଲାଙ୍କ କଥା ଶୁଣିବା କଲଚର ହୋଇ ଆସିଗଲାଣି, ସେଇଭଳି ଆମର ହେଇଗଲାଣି। ଝିଅଠୁ ବୋହୂ ହେବାର ଯେତେବେଳେ ବୋହୂ ହୁଅ ଜୀବନ ଅଧିକ କଷ୍ଟସାଧ୍ୟ ହୋଇଯାଏ। ଯେଉଁଠାରେ 25 ବର୍ଷର ଝିଅଠାରୁ 50 ବର୍ଷର ଅଭିଜ୍ଞତା ଆଶା କରାଯାଏ, ସେତେବେଳେ ଗୋଟେ ଝିଅର ଜୀବନ ବହୁତ କଷ୍ଟସାଧ୍ୟ ହୋଇଯାଏ। ପୁରୁଷ ନିଜର ଟାୱଲ, ସକ୍ସ ଆଦିକୁ ସମ୍ଭାଳିକି ରଖିପାରି ନଥାଏ, କିନ୍ତୁ ସେ ନିଜ ପସନ୍ଦର ନାରୀକୁ ନିଜ ଛୁଆ ପରି ସମ୍ଭାଳିକି ରଖିଥାଏ। ଏହା ହେଉଛି ସତ୍ୟ କଥା। ବିବାହିତ ଜୀବନ ଜାମ୍ମୁ ଏବଂ କାଶ୍ମୀର ପରି ହୋଇଥାଏ, ଦେଖିବାକୁ ସୁନ୍ଦର ହୋଇଥାଏ, କିନ୍ତୁ ଯୁଦ୍ଧ ଏବଂ ଆକ୍ରମଣର ବିପଦ 24 ଘଣ୍ଟା ରହିଥାଏ। ଏଇ ତ ହିଁ ବୈବାହିକ ଜୀବନ। ଭଗବାନ ଶିବ ମାତା ପାର୍ବତୀଙ୍କୁ କି ସୁନ୍ଦର କଥା କହିଥିଲେ, ଯିଏ ମନକୁ ବୁଝିଥାଏ ସେ ପୂଜନୀୟ, ତେଣିକି ସେ ମାତା, ପ୍ରେମିକ, ସ୍ୱାମୀ କିମ୍ବା ଭଗବାନ ହୁଅନ୍ତୁ। ଯିଏ ମନର କଥାକୁ ବୁଝିଥାଏ ସେ ସବୁବେଳେ ପୂଜନୀୟ ହିଁ ହୋଇଥାଏ। ସେଇ ଝିଅର ଚରଣ ଛୁଇଁବା ଯୋଗ୍ୟ, ଯିଏ ଗୋଟେ ପୁଅର ପଇସାଠୁ ଅଧିକ ଭଲ ପାଇବାକୁ ହିଁ ଚାହିଁଥାଏ, ଏବଂ ଚରଣ ଛୁଇଁବା ଯୋଗ୍ୟ ସେଇ ପୁଅ ହୋଇଥାଏ ଯିଏ ଗୋଟେ ଝିଅର ଶରୀରଠୁ ଅଧିକ ତାର ଭଲ ପାଇବାକୁ ହିଁ ଚାହିଁଥାଏ। ଏଇଭଳି ଭଲ ପାଇବା ଏବେ କେଉଁଠି ମିଳୁଛି? ଏ ସବୁ ତ ବହୁତ କମ୍ ହୋଇଗଲାଣି, ବହୁତ ରେୟାର। ଯଦି ଆପଣଙ୍କୁ ମିଳିଛି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି। ଆଉ ଏଇଭଳି ସମ୍ପର୍କକୁ ସବୁବେଳେ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଏଇଭଳି ସମ୍ପର୍କକୁ ହାତ ଛଡ଼ା ଭୁଲରେ ବି କରନ୍ତୁ ନାହିଁ, କାରଣ ଆଜିକା ଯୁଗରେ ଏଭଳି ସମ୍ପର୍କ ମିଳିବା ବହୁତ କଷ୍ଟ। ପ୍ରାୟତଃ ଏକା ସେଇ ଝିଅମାନେ ରହିଯାଆନ୍ତି ଯେଉଁମାନେ କଳିଯୁଗରେ ସତ୍ୟର ପ୍ରେମ କରିଥାନ୍ତି, ଯିଏ ମାନେ ସତ୍ୟ ଭଲ ପାଇଥାଏ। ଭଲ ପାଇବା ନାଁରେ ଟାଇମ୍ ପାସ୍ କରୁଥିବା ଝିଅମାନେ ଆଜିକାଲି ଯୁଗରେ ବହୁତ ଖୁସିରେ ରହୁଛନ୍ତି। ପୁରା ଓଲଟା, ଯିଏ ଗୋଟେ ସତ୍ୟରେ ଭଲ ପାଉଛି ତାକୁ କଷ୍ଟ ମିଳୁଛି, ଆଉ ଯିଏ ଟାଇମ୍ ପାସ୍ କରୁଛି ସେ ବହୁତ ଖୁସିରେ ରହୁଛି। ଆଜିକା ଯୁଗରଟା ନିରାଟ ସତ୍ୟ କଥା। ବାହାରୁ ଶାନ୍ତ ଦେଖିବା ପାଇଁ ହେଲେ ଭିତରୁ ବହୁତ ଲଢ଼ିବାକୁ ପଡ଼ିଥାଏ। 30 ବର୍ଷ ପୂର୍ବରୁ ବିବାହ କରିବା ଆଗରୁ ପ୍ରଥମେ ତାଠୁ ଅଧିକ ଜରୁରୀ
କୌଣସି ଗୋଟେ ସଠିକ୍ ବ୍ୟକ୍ତି ସହିତ ବିବାହ କରିବା। 30 ବର୍ଷ ପୂର୍ବରୁ ବିବାହ କରିଦେବାର କିଛି ନାହିଁ। ଯଦି ଗୋଟେ ଭୁଲ ବ୍ୟକ୍ତି ସହିତ ବିବାହ ହେଇଗଲା ନା, ଜୀବନ ପୁରା ବର୍ବାଦ ହୋଇଯିବ। ତେଣୁକରି 30 ବର୍ଷ ପରେ ବିବାହ କରନ୍ତୁ, ଗୋଟେ ସଠିକ୍ ବ୍ୟକ୍ତି ସହିତ ବିବାହ କରନ୍ତୁ। ଯେତେବେଳେ ଗୋଟେ ଝିଅ କୌଣସି ପୁଅ ପାଇଁ କାନ୍ଦିବାକୁ ଲାଗିଯାଏ ନା, ତେବେ ବୁଝିଯାଆନ୍ତୁ କି ଆପଣଙ୍କ ମାଆଙ୍କ ପରେ ସବୁଠୁ ଅଧିକ ଭଲ ପାଇବା ଆପଣଙ୍କୁ ସିଏ ହିଁ ଦେଇଥାନ୍ତି। ଗୋଟେ ଝିଅ ବହୁତ ସ୍ୱପ୍ନ ନେଇକି ବିବାହ ଘର କରିଥାଏ। ତାହେଲେ ଭାବନ୍ତୁ କେତେ ଦୁଃଖ ଲାଗିଥାଏ ଯେତେବେଳେ ତାର ସବୁ ସ୍ୱପ୍ନ ତା ପତିଙ୍କ ଲାଗି ହିଁ ଭାଙ୍ଗି ଯାଇଥାଏ ବା ତାଙ୍କ ପତି ହିଁ ଭାଙ୍ଗି ଦେଇଥାନ୍ତି। ସତରେ ବହୁତ କଷ୍ଟ ଲାଗିଥାଏ। ନିଜ ପତିର ସ୍ପର୍ଶରେ ପତ୍ନୀର ସୁନ୍ଦରତା 2 ଗୁଣା ବୃଦ୍ଧି ହୋଇଯାଇଥାଏ ଏବଂ ପତ୍ନୀ ସାଥେ ରହିବା ଦ୍ୱାରା ପତିର ବିମାରୀ ହେବା ବହୁତ କମ୍ ହୋଇଯାଇଥାଏ। ସେଥିପାଇଁ ପତି ପତ୍ନୀଙ୍କୁ ଜଣେ ଜଣଙ୍କର ବେଟର ହାଫ୍ ବୋଲି କୁହାଯାଇଥାଏ। ସତରେ ସାଙ୍ଗମାନେ, ଏଇଟା ଗୋଟେ ବହୁତ ସୁନ୍ଦର ସମ୍ପର୍କ। ସ୍ୱାମୀ ସ୍ତ୍ରୀ ବା ପତି ପତ୍ନୀଙ୍କ ସମ୍ପର୍କ ଯଦି ଆପଣମାନେ ଭଲରେ ଚଳେଇ ପାରିଲେ ନା, ଗୋଟେ ବହୁତ ଭଲ ସମ୍ପର୍କଟେ ହୋଇଥାଏ। ଗୋଟେ ପୁଅକୁ ଆପଣ ଯେତେ ବି ସତରେ ଭଲ ପାଆନ୍ତୁ, କିନ୍ତୁ ମନ ଭରିଗଲା ପରେ ସିଏ ଆପଣଙ୍କୁ ମିଥ୍ୟା ଅଭିଯୋଗ ଲଗେଇକି ଛାଡ଼ି ହିଁ ଦେବ। ସବୁ ପୁଅ ସେମିତି ନୁହନ୍ତି। କିଛି ପୁଅମାନଙ୍କ କଥା ପଡ଼ିଛି, ଆଉ କିଛି ଝିଅମାନେ ବି ସେମିତି ଅଛନ୍ତି। ଯେଉଁ ପ୍ରେମୀମାନେ ବିଛଣାରେ ପାଦ ଚୁମ୍ବନ କରନ୍ତି, ସେ ସମସ୍ତଙ୍କ ସାମ୍ନାରେ ହାତ ଧରିବାକୁ ମଧ୍ୟ ଲାଜ କରନ୍ତି। ଏମିତି ମଧ୍ୟ କିଛି ପିଲା ଅଛନ୍ତି। ଯେତେବେଳେ ବି ଜଣେ ପୁରୁଷ ଜଣେ ମହିଳାଙ୍କୁ ମୁକ୍ତ କରିଦିଏ ବା ଏମିତି ଖୋଲମଖୋଲା ଛାଡ଼ିଦିଏ, ମହିଳା ସେହି ପୁରୁଷକୁ ହିଁ ଛାଡ଼ିଥାନ୍ତି। ପିତା ଲାଗିପାରେ, କିନ୍ତୁ ସତ୍ୟ କଥା। ଏ କଥା ଟିକେ ଖଟକା ଲାଗିବ, ଟିକେ କଟୁ ଲାଗିବ, କିନ୍ତୁ ସତ୍ୟ କଥା। ଆଜିକା ଡେଟ୍ରେ ଏଇଟା ସତ୍ୟ କଥା। ଯେତେବେଳେ ସମ୍ପର୍କରେ ସ୍ୱାର୍ଥ ସରିଯାଏ, ଯେତେବେଳେ ସମ୍ପର୍କରେ ସ୍ୱାର୍ଥ ସରିଯାଏ ନା, ସେତେବେଳେ ସମ୍ପର୍କ ଭାଙ୍ଗିବା ପାଇଁ ଗୋଟେ ନୂଆ ବାହାନା ସୃଷ୍ଟି ହୋଇଯାଇଥାଏ, ଯାହା ନାମ ହେଉଛି ପରିସ୍ଥିତି। ଏଭଳି ଯେତେବେଳେ ସମ୍ପର୍କର ସ୍ୱାର୍ଥ ସରିଯାଏ ନା, ଏଭଳି ବାହାନା ବାହାରିଥାଏ କି ପରିସ୍ଥିତି ଭଲ ନାହିଁ, ପରିସ୍ଥିତିର ଇଆଡ଼ୁ ସାଡ଼ୁ କଥା କହିକି, ପରିସ୍ଥିତି ଖରାପ, ଏଇସବୁ କହିକି ସମ୍ପର୍କ ଭାଙ୍ଗିବାର ନୂଆ ବାହାନା ଆରମ୍ଭ ହୋଇଯାଇଥାଏ। ଯେତେବେଳେ ଆପଣ ନିଜ ପାଣି ଭାର ନିଜେ ବୋହିବେ, ସେତେବେଳେ ହିଁ ଆପଣ ପ୍ରତି ବୁନ୍ଦାର ମୂଲ୍ୟ ବୁଝିପାରିବେ। ପିତା କିନ୍ତୁ ସତ୍ୟ କଥା। ପୁରୁଷ ସେଇ ମହିଳାକୁ ବ୍ୟବହାର କରିକି ଛାଡ଼ି ଦେଇଥାଏ, ଯେଉଁ ମହିଳା ସେଇ ପୁରୁଷର ସବୁ କଥାକୁ ମାନିବାରେ ଲାଗିଯାଇଥାଏ। ସେଇଭଳି ପିଲାମାନଙ୍କୁ, ଭଲ ପିଲାମାନଙ୍କୁ ଏଭଳି ପିଲାମାନେ ଧୋକା ଦିଅନ୍ତି। ଜଣେ ପୁରୁଷ ପ୍ରାୟତଃ ଜଣେ ମହିଳାଙ୍କୁ ଦୁର୍ବଳ ମନେ କରେ, ଯିଏ କେବଳ ତାଙ୍କ ପ୍ରେମ ଦେଖିଛି, ତାର ଘୃଣା ଦେଖିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ନିଜକୁ ସେତିକି ସମର୍ପିତ କରନ୍ତୁ ଯେତିକି ସେ ସମ୍ଭାଳି ପାରିବେ। ଆଜିର ଜମାନାରେ ନିଃସ୍ୱାର୍ଥ ମନରେ କରୁଥିବା ପ୍ରେମକୁ ଲୋକଙ୍କୁ ଛଳନା ବୋଲି ଲାଗିଥାଏ। ଏମିତି ନୂଆ ଭିଡ଼ିଓ ଦେଖିବା ପାଇଁ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହିଲି। ଜୟ ଶ୍ରୀ ଜଗନ୍ନାଥ।